ହ୍ୟାଲୋ ଜୟ ଜଗନ୍ନାଥ ସାଙ୍ଗମାନେ। ତ ସବୁଦିନ ଭଳି ଆଜି ମଧ୍ୟ ସନ୍ଧ୍ୟାବେଳେ ଟ୍ୟୁସନ୍ ଯାଉଥିଲି। ଆଜି ସକାଳେ ପରୀକ୍ଷା ଥିଲା, ହାପିଲି ପରୀକ୍ଷା। ତ ପରୀକ୍ଷା ଦେଇ ଆସିକି ଟ୍ୟୁସନ୍ ବାହାରି ଯାଇଥିଲି। ଟ୍ୟୁସନ୍ ଗଲାବେଳେ ଆମ ବଜାରରେ ଓହ୍ଲେଇ ଆଇସ୍କ୍ରିମ୍ ଖାଇବା ପାଇଁ ଟିକେ ଆଇସ୍କ୍ରିମ୍ ଦୋକାନକୁ ଯାଇଥିଲି ଭାରି। ତ ଆପଣମାନେ ଦେଖିପାରୁଥିବେ ତ କେତେ ପ୍ରକାର ଆଇସ୍କ୍ରିମ୍ ଅଛି। ତା ଭିତରୁ ମୁଁ ଏଇ ଆଇସ୍କ୍ରିମ୍ଟା ଆଣିଥିଲି, ଯାହାର ପ୍ରାଇସ୍ 20 ଟଙ୍କା ପଡ଼ିଥିଲା ମୋତେ। ତ ତା ମାନେ ଟେଷ୍ଟଟା ବି ବହୁତ ବଢ଼ିଆ ଥିଲା। 20 ଟଙ୍କା ହିସାବରେ ଭଲ ହେଇଥିଲା। ତାପରେ ମୁଁ ଟ୍ୟୁସନ୍ ସରିବା ପରେ ଘରକୁ ଆସିଯାଇଥିଲି। ତ ଘରକୁ ଆସିବା ରାସ୍ତାରେ କିଛି ବାଟ ଚାଲିକି ଆସିବା ପରେ ଆମର ଜଣେ ଭାଇ ଦେଖାହେଲେ, ତାଙ୍କ ସହିତ କାର୍ରେ ଆସିଥିଲି ଭାରି। ତ ଆସିକି ଧୁଆଧୁଇ ହୋଇ ଖାଇବାକୁ ଆସିଥିଲି ଭାରି। ଦେଖିଲା ବେଳକୁ ଘରେ ଆମର ଚକୁଳି ପିଠାକୁ ମଟର ତରକାରୀ ହେଇଥିଲା। ଆମ ବଡ଼ ବୋଉ ଚକୁଳି ପିଠା ତିଆରି କରିଥିଲେ। ତ ମୁଁ ତାଙ୍କୁ କହିଦେଇ ଆସିଲି କି ମୋ ପାଇଁ କରିବାକୁ। ତ ସେ କରୁଥିଲେ ମୋ ପାଇଁ। ମୁଁ ଟିକେ ଆସି ବୁଲାବୁଲି କରି ପୁଣି ଗଲାବେଳକୁ ତରକାରୀ ପିଠା କରିଦେଇଥିଲେ। ତ ମୁଁ ଖାଇସାରି ଆସିଥିଲି। ତ ଟେଷ୍ଟଟା ବହୁତ ବଢ଼ିଆ ଥିଲା। ତ ଆଜିର ବ୍ଲଗ୍ ଏତିକି ଥାଉ। ରହିଲି। ଜୟ ଜଗନ୍ନାଥ। ଗୁଡ୍ ନାଇଟ୍।